ବାପି ପଣ୍ଡାଙ୍କୁ ବ୍ୟାନ୍ କରାଯାଇଥିବା ନେଇ ଏବେ ଖବର ଆସୁଛି। ଆମେ ଲାଇଭ୍ ଟେଲିକାଷ୍ଟ ଦେଖୁଛୁ ବିଭିନ୍ନ ଗଣମାଧ୍ୟମରେ। ଏହା ଆପଣ ଏ ସୂଚନା ପାଇଛନ୍ତି? ବାପି ପଣ୍ଡାକୁ ବ୍ୟାନ୍ କରିଥିବା ସୂଚନା ମୋ ପାଖରେ କିଛି ନାହିଁ। ଆଚ୍ଛା, ଯାହା ସେମାନେ କହୁଛନ୍ତି ପବିତ୍ର ଆମର ରାଜଧାନୀ ଅପେରାର ମାଲିକ ଯେ 8-10 ଜଣଙ୍କୁ ନେଇକି ସେମାନେ ସଂଘ କରିଛନ୍ତି, ସେମାନଙ୍କ ଭଳି କଳାକାର ଆମର ଦରକାର ନାହିଁ, ଯେ ମାଲିକଙ୍କୁ ସମ୍ମାନ ଦେଇ ଶିଖିନାହାନ୍ତି। ଆପଣ କଣ ଅସମ୍ମାନ କଲେ? ସମ୍ମାନ ପାଇବାର ଯୋଗ୍ୟ ଯେ ସେ ସମ୍ମାନ ଆଶା କରେ, କିନ୍ତୁ ଯୋଉମାନେ ଅସମ୍ମାନିତ ହବାର ବାଟ ଖୋଜନ୍ତି, ଯଥା ତାଙ୍କର ଦୁଇ ଗୋଟି ପାର୍ଟି ରାଜଧାନୀ ଆଉ ପାର୍ବତୀ, ସେଥିରେ ଲେବର ମାନଙ୍କର ପେମେଣ୍ଟ ବାକି ରହିଛି 21 ଲକ୍ଷ ଉପରକୁ। କଳାକାର ମାନେ ପେମେଣ୍ଟ ପାଇନାହାନ୍ତି, ବର୍ତ୍ତମାନ ତାଙ୍କ ଘର ସାମ୍ନାରେ ବସିଛନ୍ତି। ପାର୍ବତୀ ଏବଂ ରାଜଧାନୀ ପାର୍ଟିର କଳାକାର ମାନେ 4 ମାସର ଦରମା ପାଇନାହାନ୍ତି, ଯିଏକି ଲିଖିତ ଅଭିଯୋଗ ଭାବେ ଯିଏକି ଲେବର କଣ୍ଟ୍ରାକ୍ଟର ସେ ତାଙ୍କୁ ମାଲିକ ମହାସଂଘକୁ ଜଣେଇଛନ୍ତି। ତେଣୁ ତାଙ୍କୁ ଶୀଘ୍ର ତାଙ୍କ ପେମେଣ୍ଟ ଟା ଦେଇ ଦିଅନ୍ତୁ। ଆଉ ବାକି ରହିଲା ହଉଛି 5-10 ଜଣ 8-10 ଜଣଙ୍କୁ ନେଇକି ଯୋଉ ସଂଘ, ସେ ଯୋଉ କଥାଟା କହୁଛନ୍ତି ସେ କଥା ବୋଧେ ଭୁଲି ଯାଇଛନ୍ତି। ଟିକେ ମହାଭାରତ କଥା ମନେ ପକେଇବା, ଯେତେବେଳେ ଧର୍ମର ଯୁଦ୍ଧ ଡାକରା ଦେଇଥିଲେ ସେ ଶ୍ରୀକୃଷ୍ଣ ମହାପ୍ରଭୁ, ସେତେବେଳେ ଯୋଉ ଡାକରା ଦେଇଥିଲେ ସେତେବେଳେ ସେ ପଞ୍ଚ ପାଣ୍ଡବ ମାତ୍ର 5 ଜଣ ଥିଲେ। 5 ଜଣଙ୍କୁ ନେଇକି ଧର୍ମର ଯୁଦ୍ଧ ଡାକରା ଦିଆଯାଇଥିଲା ଏବଂ ଧର୍ମ ଯୁଦ୍ଧ ହେଇଥିଲା ଏବଂ ଧର୍ମର ହିଁ ବିଜୟ ହେଇଥିଲା। ଆଉ ଇଏ ଯୋଉ ଦୁର୍ଯ୍ୟୋଧନ ଭଳିଆ ଅହଙ୍କାର ଗର୍ବ ଇଏ ସବୁ ବେଶୀ ଦିନ ନୁହେଁ, ଇଏ ବି ମଧ୍ୟ କୌରବ ଭଳିଆ ନିଶ୍ଚୟ ନ ପାଇବ। ଗୋଟେ କଥା ସେମାନେ କହୁଛନ୍ତି ଯେ ପ୍ରଥମେ ନରୀ ପଣ୍ଡା ଅସମ୍ମାନ କଲେ, କିନ୍ତୁ ନରୀ ପଣ୍ଡାଙ୍କ ସ୍ତ୍ରୀକୁ ସେ ଯୋଉ ଅସଭ୍ୟ ଭାଷାରେ ଗାଳି କରିଥିଲେ ସେଇଟା କେମିତି ଭୁଲିଗଲେ? ହଁ, ଏମାନେ ଆଜ୍ଞା ଶାଳୀନତା ରଖିନାହାନ୍ତି। କଳାକାରକୁ ସେ କଳାକାର ଭାବେ ଭାବନ୍ତିନି, ସେମାନଙ୍କୁ ତୁଚ୍ଛ ମନେ କରନ୍ତି। କଳାକାରକୁ ସମ୍ମାନ ଦେଇ ଶିଖି ନାହାନ୍ତି। କେତେ ଜଣ ମାଲିକ, ସବୁ ମାଲିକ ନୁହେଁ। ବର୍ତ୍ତମାନ 2 ଜଣ ମାଲିକ କେବଳ ସାମ୍ନାକୁ ଆସୁଛନ୍ତି, ଆଉ ଅନ୍ୟମାନଙ୍କୁ ଭଦ୍ର ମାଲିକ ଅଛନ୍ତି ବୋଲି ବର୍ତ୍ତମାନ ନାଚ ହଉଛି। କାଲି ଯୋଉ ଆପଣଙ୍କୁ ଆମେ ଦେଖିଲୁ ଲାଇଭ୍ ଟେଲିକାଷ୍ଟରେ, ଆପଣ ପବିତ୍ର ରାଉତଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ପୂର୍ବରୁ ନାଙ୍ଗବାବୁ କହିଥିଲେ ଆମେ ଚାହିଁଲେ ସେମାନେ କଳାକାର, ସେ କଥାକୁ ମଧ୍ୟ ସେ ଦୋହରାଇଲେ ଆମେ ପାର୍ଟି କଲେ ସେମାନେ କଳାକାର। ଏହା କିପରି ସମ୍ଭବ ଆପଣଙ୍କୁ ଲାଗୁଛି? ଆପଣ କଣ ସେ ଯେତେବେଳେ ପାର୍ଟି କରିନଥିଲେ ସେତେବେଳକୁ ମୁଁ କଳାକାର ହେଇସାରିଥିଲି। ମୁଁ କଳାକାର ଭାବରେ ଅଭିନୟ କରୁଥିଲି। ତାପରେ ଧୀରେ ଧୀରେ ଦର୍ଶକ ଭଲ ପାଇବା ଆଶୀର୍ବାଦରୁ ଆଜି ଏଇ ଜାଗାରେ ପହଞ୍ଚିଲି। ଆପଣଙ୍କର ମାଲିକ ମାନଙ୍କର ଏଇ ଯୋଉ ଦମ୍ଭକ୍ତି, ତାଙ୍କର ଦମ୍ଭକ୍ତିରୁ ସେମାନେ ଓହରୁ ନାହାନ୍ତି ଏବଂ ସେମାନେ ଯୋଉ ଠୋସ୍ କଥାବାର୍ତ୍ତା କରୁଥିଲେ, ଆମେ ବ୍ୟାନ୍ କରିବୁ, ଆମକୁ ଯିଏ ସମ୍ମାନ ଦଉନି ଆମେ ତାଙ୍କ କଥା ଶୁଣିବୁନି, ତାଙ୍କୁ ଆମେ ରଖିବୁନି। ଆପଣ ଯୋଉ ସ୍ୱର ଉଠେଇଛନ୍ତି, ଆପଣ ସେ ସ୍ୱରରେ ଅଟଳତା ନା ଆପଣଙ୍କ ସ୍ୱର ନରମିବ? ମୁଁ ସତ୍ୟର ଧର୍ମର ଲଢେଇ କରୁଛି, ନ୍ୟାୟ ପାଇଁ ଲଢେଇ କରୁଛି। ତାଙ୍କ ବ୍ୟାନ୍ ଫ୍ୟାନ୍ ତାଙ୍କ କଥା ଗୁଡା କିଏ ଶୁଣେ? କୋଉ ଗାଈର ଗୋବର ସେ? ମୁଁ ତ ସେମାନଙ୍କୁ ମୁଖ୍ୟ କରେ, ସେଗୁଡା କଥା ନାହିଁ। ବର୍ତ୍ତମାନ କହିବା କଥା, ଯୋଉ କଳାକାର ମାନେ ପେମେଣ୍ଟ ପାଇନାହାନ୍ତି ସେ କଳାକାରଙ୍କର ପେମେଣ୍ଟ ଦେଇ ଦିଅନ୍ତୁ, ଲେବର ପିଲାମାନଙ୍କର ପେମେଣ୍ଟ ଦେଇ ଦିଅନ୍ତୁ, ମେସରେ ଖାଇବା ଠିକ ଠାକ କରନ୍ତୁ, ତାଙ୍କ ରହିବାର ବ୍ୟବସ୍ଥା ଠିକ କରନ୍ତୁ। ଆଉ ପ୍ରତ୍ୟେକ ଦିନ ଯାତ୍ରା ବନ୍ଦ ହଉଛି, କଳାକାର ମାନେ ବହୁତ ଅପନିନ୍ଦା ଶୁଣୁଛନ୍ତି। ତେଣୁ ସେଗୁଡାକୁ ସେ ଜଗି ଯାଆନ୍ତୁ, ତାଙ୍କ ଯାତ୍ରା ସୁରୁଖୁରୁରେ ଚାଲୁ, ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବି। ଆଉ ବାକି ରହିଲା ଯୋଉ ଓଡିଶା ଦର୍ଶକ ଦରବାରରେ ଯୋଉ 2 ଜଣ କଳାକାର 3 ଜଣ କଳାକାରଙ୍କର ମାନ ସମ୍ମାନ ହାନି ହେଇଛି, ଯେ ବୟାନ କରିକି ଯାତ୍ରାରୁ ବୟାନ କରିବା ପାଇଁ କାହାରି ଅଧିକାର ନାହିଁ, କାହାରି ନାହିଁ। ଯାତ୍ରା କାହାର ପୌତ୍ରିକ ସମ୍ପତ୍ତି ନୁହେଁ। ତେଣୁ ଇଏ ସବୁ ଶବ୍ଦ ମାଧ୍ୟମରେ ସେ ଆସି ଗଣମାଧ୍ୟମରେ ପରିପ୍ରକାଶ କରିଛନ୍ତି। ଆଉ ଅଧିକ ମୁଁ କିଛି ମୁହଁ ଖୋଲିବା ପାଇଁ ଚାହୁଁନି। ଏହାପରେ ଯଦି ଆବଶ୍ୟକ ପଡେ, ଆମର IPC ଯାହା କହୁଛି ସେହି ସମ୍ବିଧାନ ରୀତି ନିୟମ ଅନୁସାରେ ଅନେକ କିଛି ତାଙ୍କ ଉପରେ ପଦକ୍ଷେପ ନେଇ ହବ। କିନ୍ତୁ ଯେହେତୁ ଅନେକ ପେଟେ ପାଟଣା କଥା ରହିଛି, ତେଣୁ ମୁଁ ଚୁପ୍ ରହିଛି। ଏହା ପାଇଁ ସରକାର ମଧ୍ୟ ଟିକେ ସାଇଲେଣ୍ଟ ହୋଇଛନ୍ତି, କିନ୍ତୁ ବହୁତ ବଡ ମାର୍ଗଦର୍ଶିକା ଆସୁଛି ଆଗାମୀ ଦିନରେ କଳାକାରଙ୍କର ହିତ ପାଇଁ। ଆଜ୍ଞା, ଏମାନଙ୍କ ପାଖରେ ଯୋଉ 150 ଜଣ ରହୁଛନ୍ତି, 150ରୁ 170 ଜଣ ରହୁଛନ୍ତି। ପଚାରନ୍ତୁ ଏମାନଙ୍କର ESI ଅଛି କି, PF ଅଛି କି, କାହିଁକି କରିନାହାନ୍ତି? ଆଜିକାଲି ଗୋଟେ କ୍ୟାଜୁଆଲିଟି ହଉଛି, ଇଞ୍ଜର୍ଡ ହଉଛି, ସେଥିପାଇଁ ସେମାନେ କମ୍ପନସେସନ ସମସ୍ତେ ଦଉଛନ୍ତି କି, ତାଙ୍କର ଭରଣ ପୋଷଣ କରୁଛନ୍ତି କି?
ତାହେଲେ ଅନେକ କିଛି କଥା ଆଉ ଯୋଉଗୁଡା ରହିଛି ସେଟା ଆଜ୍ଞା ଗୁରୁ ଘର ପାଠ ସମୟ ଆସିଲେ ମୁଁ ତାକୁ ନିଶ୍ଚୟ ପ୍ରୟୋଗ କରିବି। ଆଉ ଗୋଟିଏ କଥା ସେ କହୁଛନ୍ତି ଯଦି ମୁଁ ପଇସା ଦଉନି, ରାଜଧାନୀ ଅପେରା ମାଲିକ ପଇସା ଦଉନି, ତାହେଲେ 8 ବର୍ଷ ହେଲା କଳାକାର କେମିତି ଅଛନ୍ତି? ଏ କଳାକାର ହଉଛନ୍ତି, କଳାକାର ସବୁ ଛାଡିକି ପଳେଇ ଯାଉଛନ୍ତି, କାହିଁକି ଯାତ୍ରା ହେଇପାରୁନି? ବାହାସ୍ପଟିଆ କଥା ମାରୁଛନ୍ତି। ଦିଅନ୍ତୁ କଳାକାରଙ୍କ ପଇସା, ବର୍ତ୍ତମାନ ତ ମାଲିକ ସଂଘରେ ଅଛି, ମାଲିକ ସଂଘରେ ସେ ଲିଖିତ ଆକାରରେ ଦେଇଛନ୍ତି, ଦିଅନ୍ତୁ, ତାର ବିଚାର କରି ପଇସାଟା ଦେଇ ଦିଅନ୍ତୁ। କଳାକାର କିଏ ରହୁছে ତାଙ୍କ ପାଖରେ? ଆପଣ କଳାକାରଙ୍କୁ ପଚାରୁନାହାନ୍ତି। ସେଠି ରାଜଧାନୀ କଳାକାର ଯୋଉମାନେ ଅଛନ୍ତି, ପାର୍ବତୀରେ ଯୋଉ କଳାକାର ମାନେ ଅଛନ୍ତି, ସେମାନଙ୍କର ବ୍ୟକ୍ତିଗତ ମନ୍ତବ୍ୟ ନିଅନ୍ତୁ। ସେମାନେ କଣ କହୁଛନ୍ତି? ଆଜି କାହିଁକି ସେମାନେ ଯାଇଛନ୍ତି? ଆଜି ସିଫ୍ଟିଂ ହଉଛି ପାର୍ବତୀ ଗଣନାଟ୍ୟ, ସେମାନେ ପଇସା ପାଇନାହାନ୍ତି ମାନେ ଆସି ସଂଘରେ କହିଛନ୍ତି, ଉପସ୍ଥାପନ କରିଛନ୍ତି, ଲିଖିତ ଆକାରରେ ଦେଇଛନ୍ତି। ଆଉ ସେମାନଙ୍କ କଥା ନ ବୁଝିକି ଏଠି ବାହାସ୍ପଟିଆ ମାରିଲେ କଣ ହବ ଗଣମାଧ୍ୟମରେ? ବାପି ଭାଇନା, ଆପଣଙ୍କ କଳାକାର ମାନେ, ଆପଣଙ୍କ ସଂଘର କଳାକାର ମାନେ ଆପଣଙ୍କ ସହିତ ଅଛନ୍ତି, ରହିବେ ତ? ସତ୍ୟ ଧର୍ମ ମୋ ସହିତ ଅଛି। ଆଗକୁ ସ୍ୱର ସମର୍ଥନ କଣ ରହିବ ମୁଁ ସେଗୁଡା ଜାଣିନି। ଏମାନେ ଧମକ ଦଉଛନ୍ତି ଅନାମ କଳାକାର ମାନଙ୍କୁ, ମାଇକ୍ରୋଫୋନରେ ଧମକ ଦଉଛନ୍ତି ଏବଂ ତାଙ୍କୁ ଲୋକ ପଠେଇ ମଧ୍ୟ ଧମକ ଦଉଛନ୍ତି। କାହିଁକି ତମେ ଯାଉଛ, କାହିଁକି ସାମିଲ ହଉଛ, ଅନ୍ୟମାନେ ତମ ପେଟ ପଟଣା ନାହିଁ ନା, ତମ ଚାକିରି ଭୟ ନାହିଁ ନା, ଏଇ ଟାଇପରେ ତାଙ୍କୁ ଧମକ ମଧ୍ୟ ଆସୁଛି। ଏଥିରେ ନିବୃତ୍ତ ରୁହନ୍ତୁ, ଶାନ୍ତିର ସହିତ ଯାତ୍ରା ଚାଲୁ। ଯାତ୍ରା ଦର୍ଶକ ଅତିଷ୍ଠ ହେଇଗଲେଣି। ଆଉ ଏ କେତେ ଜଣ ଏଇ ଯୋଉ ଘମଣ୍ଡି ମାଲିକ ତାଙ୍କ ଭିତରୁ ଅହଂଟାକୁ ଦୂର କରିଦିଅନ୍ତୁ, ନିଶ୍ଚୟ ସୁରୁଖୁରୁରେ ସବୁ ଚାଲିବ। ସେ ପ୍ରଥମ ପ୍ରତିକ୍ରିୟା ଦେଇଥିଲେ ଆପଣଙ୍କର ଯୋଉ ମିଟିଂ ହେଇଥିଲା, ମିଟିଂ ସେଇ ଦିନ ପ୍ରତିକ୍ରିୟା ଦେଇଥିଲେ ଯାହାର ଦମ ଅଛି ସେ ପାର୍ଟି ଛାଡିକି ଦେଖୁ। ଆକୁ ସଂଘ କେତେ ଗୁରୁତର ସହ ନଉଛି? କଳାକାର ସଂଘ ନିଶ୍ଚୟ ନେଇଛି, କାଲି ତାର ଜବାବ ରଖିଛନ୍ତି, କାଲି ଜବାବ ରଖାଇছে ଏବଂ ମାଲିକ ମହାସଂଘକୁ ମଧ୍ୟ ଏକଥା ଜଣାଇଛି। ଏଭଳିଆ ଚ୍ୟାଲେଞ୍ଜ ଦେବାର ମାନେ କଣ? ଆମେ କହିଛୁ ନ୍ୟାୟ ନ ମିଳୁ, ଦେଖିବା। ଆଜିକା ଡେଟ୍ରେ ମୁଁ ପୁଣି ଆଉ ଥରେ ଘୋଷଣା କରି କହୁଛି, ନରୀ ପଣ୍ଡା ଏବଂ ପ୍ରତାପ ରାଉତ ଏଇ 2 ଜଣଙ୍କ ଉପରୁ ଯଦି ଏଇ ବୟାନର ପ୍ରତ୍ୟାହାର ନ କରିଛନ୍ତି, ତାହେଲେ ଆଗାମୀ ଦିନରେ ମୁଁ ଯାତ୍ରା ବନ୍ଦ କରିଦେବି। ମୁଁ ଯାତ୍ରା ବନ୍ଦ କରିବି। ମୁଁ ବାପି ପଣ୍ଡା ଯାତ୍ରା ବନ୍ଦ କରିବି, ଯାତ୍ରା କରିବି ନାହିଁ। ଆଉ ଗୋଟେ ଶେଷ କ୍ୱେଶ୍ଚିନ୍ ଭାଇନା, ଯେ ଆପଣ ଯୋଉ ମିଟିଂ ରେ କହିଥିଲେ କଳାକାର ମାନେ, କଳାକାର ସଂଘ ମାଲିକ ମାନଙ୍କ ସହିତ ଏକ ସମନ୍ୱୟ ବୈଠକ କରିବାକୁ ଚାହୁଁଛନ୍ତି, ସେଇଟା ହବ ନା? ସେଥିରୁ ନିଶ୍ଚୟ ହବ, ନିଶ୍ଚୟ ହବ। ଏ ଜଣେ 2 ଜଣ ମାଲିକଙ୍କ ପାଇଁ କଣ ମୋ ସମନ୍ୱୟ ରକ୍ଷା ନ କରି ଯାତ୍ରାରେ ଯୋଉ କଳାକାର ମାନେ ଅଛନ୍ତି, ଯୋଉ ମାଲିକ ମାନେ ପୁଞ୍ଜି ଲଗେଇଛନ୍ତି, ସେମାନଙ୍କର ଲସ୍ ମୁଁ ଚାହିଁନି। ଆଜିକା ଡେଟ୍ରେ ମୁଁ ଯଦି ଯାତ୍ରା ବନ୍ଦ କରିଦେବି, ତାହେଲେ ମୋ ମାଲିକର ଲସ୍ ହବ, କମିଟିର ଲସ୍ ହବ, ମୋ କଳାକାର ମାନଙ୍କର ଲସ୍ ହବ। ତେଣୁ ମୁଁ ଏଇଟାକୁ ଆଖି ଆଗରେ ରଖି ସୁସ୍ଥ ମସ୍ତିଷ୍କରେ ନିଷ୍ପତ୍ତି ନେଲି ଯେ ହେଉଛି ନାଇଁ, ଆମେ ସମୟ ଦବା, ସେମାନେ ତୁରନ୍ତ ଏଟା ପ୍ରତ୍ୟାହାର କରନ୍ତୁ, ତା ନହେଲେ ଆଗାମୀ ଦିନରେ ବାପି ପଣ୍ଡା ମଞ୍ଚ ଚଢିବ ନାହିଁ।